ଆସି ପହଞ୍ଚି ଯାଇଛୁ କଟକର ସେହି ଐତିହାସିକ ବାରବାଟୀ ଦୁର୍ଗଠାରେ। ସତରେ ଫ୍ରେଣ୍ଡସ୍, ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ଯେଉଁଠାରେ ବିଭିନ୍ନ ଧର୍ମର ବିଭିନ୍ନ ବର୍ଗର ଲୋକମାନେ ବାସ କରିଥାନ୍ତି। ଏଠାରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳିତ ହୋଇଥାଏ। ଭାରତ ହେଉଛି ଏକ ପବିତ୍ରତମ ରାଷ୍ଟ୍ର ଅଟେ। ଭାରତରେ ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲାମାନ ରହିଛି। ସେହି ରାଜ୍ୟମାନଙ୍କ ଭିତରୁ ଓଡ଼ିଶା ହେଉଛି ଏକ ଅନ୍ୟତମ ରାଜ୍ୟ ଅଟେ। ଆଉ ସେହି ଓଡ଼ିଶାର କେତୋଟି ଜିଲ୍ଲାମାନଙ୍କ ମଧ୍ୟରୁ କଟକ ଜିଲ୍ଲା ହେଉଛି ଜିଲ୍ଲାମାନଙ୍କ ମଧ୍ୟରେ ସବୁଠାରୁ ନିଆରା, ସବୁଠାରୁ ଅଲଗା। ସେହି କଟକ ଜିଲ୍ଲା, ସେହି ପବିତ୍ର କଟକ ଜିଲ୍ଲା ମାଟିରେ ବାରବାଟୀ ଦୁର୍ଗ ତଥା ଇତିହାସର ମୁଖ ସାକ୍ଷୀ, ସେହି ଇତିହାସର କଥା ବଖାଣୁଥିବା ସେହି ଐତିହାସିକ କୀର୍ତ୍ତି ବାରବାଟୀ ଦୁର୍ଗ ଅବସ୍ଥିତ। ତ ଫ୍ରେଣ୍ଡସ୍, ଆଜି ଆମେ ଆସି ପହଞ୍ଚି ଯାଇଛୁ ସେହି କଟକର ଐତିହାସିକ ବାରବାଟୀ ଦୁର୍ଗଠାରେ। ତାହେଲେ ସାଙ୍ଗମାନେ ଆସନ୍ତୁ ବାରବାଟୀ ଦୁର୍ଗ ବୁଲିବା ଏବଂ ଦେଖିବା। ତ ଫ୍ରେଣ୍ଡସ୍, ଯଦି ମୋର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗେ ନିଶ୍ଚିନ୍ତ କମେଣ୍ଟ କରିବେ, ସେୟାର କରିବେ ଏବଂ ଲାଇକ୍ କରିବାକୁ ଭୁଲିବେ ନାହିଁ। ସାଙ୍ଗମାନେ, ଆପଣମାନେ ଦେଖୁଛନ୍ତି ସେହି ଭିଡ଼ିଓଟି, ଏହି ଭ୍ଲଗ୍ର ପ୍ରଥମ ଭ୍ଲଗ୍। ଯଦି ଆପଣମାନଙ୍କୁ ଭଲ ଲାଗେ ନିଶ୍ଚିନ୍ତ ଭାବରେ ଜଣାଇବେ କମେଣ୍ଟ ମାଧ୍ୟମରେ, ଆଉ ଲାଇକ୍ କରିବାକୁ ଭୁଲିବେନି ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ହଁ ସାଙ୍ଗମାନେ, ଏହି କଟକରେ ଆଗରୁ ରାଜାମାନଙ୍କର ଶାସନ ଚାଲିଥିଲା। ଆଉ ସେ ରାଜାମାନଙ୍କର ଶାସନ ନାହିଁ, ରାଜାମାନଙ୍କର ରାଜୁତି ନାହିଁ। ଯେତେବେଳେ ରାଜାମାନଙ୍କର ଶାସନ ଚାଲୁଥିଲା, ରାଜାମାନେ ବିଭିନ୍ନ ଜାଗାରେ ନଅର ତୋଳିଥିଲେ, ଦୁର୍ଗ ତୋଳିଥିଲେ ଏବଂ ରହିବା ପାଇଁ ବଡ଼ ବଡ଼ ସୁନ୍ଦର ସୁନ୍ଦର ମହଲ ତୋଳିଥିଲେ। ଆପଣମାନେ ଦେଖୁଥିବେ ଭୁବନେଶ୍ୱରର ହାତୀଗୁମ୍ଫା, ଯେଉଁ ଖଣ୍ଡଗିରି, ଉଦୟଗିରି, ଧଉଳିଗିରି, ସବୁ ସେହି ରାଜାମାନଙ୍କର କୀର୍ତ୍ତି ଅଟେ। ସେହି ରାଜାମାନଙ୍କର କୀର୍ତ୍ତିମାନଙ୍କ ମଧ୍ୟରୁ, ସେହି ଇତିହାସର କଥାମାନଙ୍କ ମଧ୍ୟରୁ ବାରବାଟୀ ଦୁର୍ଗ ହେଉଛି ଅନ୍ୟତମ ଇତିହାସର ମୁଖ ସାକ୍ଷୀ। ଇତିହାସର କଥା କହୁଥିବା, ଇତିହାସର ମୁଖ ସାକ୍ଷୀ, ଐତିହାସିକ କୀର୍ତ୍ତି ସେହି ବାରବାଟୀ ଦୁର୍ଗ। ତ ସାଙ୍ଗମାନେ, ବର୍ତ୍ତମାନ ଆପଣମାନେ ଦେଖୁଛନ୍ତି ବାରବାଟୀ ଦୁର୍ଗ ତ ଆଉ ଦୁର୍ଗ ପରି ନାହିଁ। ଆପଣମାନେ ଦେଖୁଛନ୍ତି ସେହି ତାହାର ଭଗ୍ନାବଶେଷ, ଇତିହାସର ମୁଖ ସାକ୍ଷୀ। ସେହି ରାଜାମାନଙ୍କର, ଅତୀତର ରାଜାମାନଙ୍କର କୀର୍ତ୍ତି ବଖାଣୁଥିବା, କୀର୍ତ୍ତି କହୁଥିବା, ରାଜାମାନଙ୍କର ବିଷୟରେ କଥା ତଥା ତାଙ୍କ ବିଷୟରେ ଲୁକାୟିତ ଥିବା ସେହି କଥାଗୁଡ଼ିକୁ କହୁଥିବା ସେହି ବାରବାଟୀ ଦୁର୍ଗର ମୁଖ ସାକ୍ଷୀ, ବାରବାଟୀ ଦୁର୍ଗର ଭଗ୍ନାବଶେଷ। ଦେଖନ୍ତୁ, ଏଉଠି ଦିନେ ରାଜାମାନେ ରାଜୁତି କରୁଥିଲେ, ଶାସନ କରୁଥିଲେ, ଏହି ଦୁର୍ଗରେ ରହୁଥିଲେ। ଆପଣମାନେ ଦେଖୁଥାନ୍ତି, ବର୍ତ୍ତମାନ ଆପଣମାନେ ଦେଖୁଛନ୍ତି ସେହି ବାରବାଟୀ ଦୁର୍ଗର ଭଗ୍ନାବଶେଷ। ଏଇଠି ଦିନେ ରାଜାମାନେ ଶାସନ କରୁଥିଲେ। କେତେ ହାତୀ ଘୋଡ଼ା, କେତେ ସୈନ୍ୟ ସାମନ୍ତ, କେତେ ଗୁଳି ବାରୁଦ, ଅସ୍ତ୍ରଶସ୍ତ୍ର ପରିପୂର୍ଣ୍ଣ ଥିଲା ଏହି ବାରବାଟୀ ଦୁର୍ଗ। ଦେଖୁଥାନ୍ତୁ, କିନ୍ତୁ ଆଉ ସେହି ଅତୀତର କଥା ବର୍ତ୍ତମାନ ଅତୀତର କଥା ହୋଇଯାଇଛି, ଇତିହାସ ପାଲଟି ଯାଇଛି। ଏହି ବାରବାଟୀ ଦୁର୍ଗ ଆଉ ଇତିହାସର ମୁଖ ସାକ୍ଷୀ ସାଜିଯାଇଛି ଏହି ବାରବାଟୀ ଦୁର୍ଗ। ଦେଖୁଥାନ୍ତୁ, ଶାନ୍ତ ପ୍ରାକୃତିକ ମନୋରମ ରାଜି ପରିବେଶ, ଏହି ଶାନ୍ତ ପରିବେଶ ମଧ୍ୟରେ, ପ୍ରାକୃତିକ ପରିବେଶ ମଧ୍ୟରେ ଏହି ଦୁର୍ଗଟି ଅବସ୍ଥିତ। ଏହା କଟକ ଜିଲ୍ଲାର ଏକ ଇତିହାସର ମୁଖ ସାକ୍ଷୀ। ଦେଖୁଥାନ୍ତୁ, ଏଇଠି ଦିନେ ରାଜାମାନେ ରାଜୁତି କରୁଥିଲେ, ଶାସନ କରୁଥିଲେ ଏବଂ
ସେମାନଙ୍କର ସୈନ୍ୟ ସାମନ୍ତ ହାତୀ ଘୋଡ଼ା ଏବଂ କେଉଁଠି ରାଜ୍ୟକୁ ଜୟ କରିବାର କଥା ସବୁ ଏଇଠି ତାଙ୍କର ଚିନ୍ତା ତାଙ୍କର ସବୁ ଆଲୋଚନା ଚାଲିଥିଲା। ଦେଖୁଥାନ୍ତୁ ସେଇ ମୁଖସାକ୍ଷୀର ଭଗ୍ନାବିଶେଷ, ସେଇ ବାରବାଟୀ ଦୁର୍ଗର ଭଗ୍ନାବିଶେଷ। ଆଜି ଆଉ ସେଇ ଦୁର୍ଗ ନାହିଁ, ତଥାପି ତାର ସେଇ ଭଗ୍ନାବିଶେଷ ଇତିହାସର ମୁଖସାକ୍ଷୀ ଭାବେ ଠିଆ ରହିଛି, ମୁଖସାକ୍ଷୀ ଭାବେ ଠିଆ ହୋଇ ରହିଛି ଏବଂ ସମସ୍ତଙ୍କୁ ତାର ଅତୀତର କଥା କାନେ କାନେ କହିଦେଉଛି। ଦେଖନ୍ତୁ ହେ ଦର୍ଶକ ବୃନ୍ଦ, ଦେଖନ୍ତୁ ମୁଁ ସେଇ ଇତିହାସର ମୁଖସାକ୍ଷୀ ବାରବାଟୀ ଦୁର୍ଗ। ଆପଣମାନେ ଆସନ୍ତୁ ମୋ ପାଖକୁ, ଇତିହାସର କଥାକୁ ବୁଝନ୍ତୁ ଆଉ ବାରବାଟୀ ଦୁର୍ଗ କଥା ମନେ ପକାନ୍ତୁ। ତ ଦର୍ଶକ ବନ୍ଧୁ, ଯଦି ଏ ଭିଡ଼ିଓଟି ଭଲ ଲାଗେ ନିଶ୍ଚିତ ଆଠାରୁ ଭଲ ଭଲ ସ୍ଥାନ ଏବଂ ରାଜା ରାଜୁତିଙ୍କର ସେହି ପବିତ୍ର ସ୍ଥାନମାନଙ୍କୁ ଆପଣମାନଙ୍କ ପାଖକୁ ବୁଲିବାକୁ ନେବି ଏବଂ ସେହି ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦେବି। ଯଦି ଭିଡ଼ିଓର ମାଧ୍ୟମରେ କିଛି ଭୁଲ ଥାଏ ନିଶ୍ଚିନ୍ତ ସୁଧାରିବେ ଏବଂ ମୋତେ କ୍ଷମା କରିବେ। ଏହା ହେଉଛି ମୋର ଫାଷ୍ଟ ବ୍ଲଗ୍। ତ ଆପଣମାନେ ଦେଖୁଛନ୍ତି ସେଇ ଇତିହାସର ମୁଖସାକ୍ଷୀ ଭାବରେ ଛିଡ଼ା ହୋଇଥିବା ବାରବାଟୀ ଦୁର୍ଗ।